ଜଗନ୍ନାଥ ସାଙ୍ଗମାନେ ତ ଦେଖନ୍ତୁ ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ କଣ୍ଟିନ୍ୟୁ ଚାଲିଛି ଯେଉଁଟାକି 16 ତାରିଖରୁ ଆରମ୍ଭ ହୋଇକି ଆଜି 21 ତାରିଖରେ ପହଞ୍ଚିଲାଣି। ତ ବର୍ତ୍ତମାନ କୋଶ୍ଚିନ୍ ଲେବୁଲ୍ ଆପଣମାନଙ୍କର ବହୁତ ଚେଞ୍ଜ ହେଇ ଆସୁଛି। ତ ଆପଣମାନଙ୍କୁ କେଉଁ ଟାଇପ୍ର ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ, ଇଏ ପୂର୍ବ କୋଶ୍ଚିନ୍ ଆପଣମାନେ ଦେଖିକିରି ନିଶ୍ଚିନ୍ତ ଭାବରେ ସେଇ ଅନୁସାରେ ପ୍ରାକ୍ଟିସ୍ କରନ୍ତୁ। ଆପଣମାନଙ୍କୁ ଆଜି ସମ୍ପୂର୍ଣ୍ଣ କୋଶ୍ଚିନ୍ ଡିସ୍କସନ୍ କରିବି, ଯେଉଁଟାକି 20 ତାରିଖର ଫାର୍ଷ୍ଟ ସିଫ୍ଟର କୋଶ୍ଚିନ୍ ଆପଣମାନଙ୍କୁ ମୁଁ ଡିସ୍କସନ୍ କରିବି। ତ ଦେଖନ୍ତୁ ସେଇ ଲେବୁଲ୍ ତାଠୁ ଆହୁରି ଉପର ଲେବୁଲ୍କୁ ଆପଣମାନଙ୍କର କୋଶ୍ଚିନ୍ ଯିବା ପାଇଁ ଯାଉଛି। ତ ସେଇ ଅନୁସାରେ ଆପଣମାନେ ଦେଖିକି ପ୍ରିପାରେସନ୍ କରନ୍ତୁ। ଓକେ, ତ ଆମେ ଯିବା ଟୋଟାଲ୍ ଡିସ୍କସନ୍ କରିବା କେଉଁ ଟାଇପ୍ର କୋଶ୍ଚିନ୍ ଆସିଛି, ଆପଣମାନଙ୍କୁ କେଉଁ ଟାଇପ୍ର ପ୍ରିପାରେସନ୍ କରିବା ପାଇଁ ପଡ଼ିବ। ତ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ପାଇଁ ଅଛନ୍ତି, ଏପର୍ଯ୍ୟନ୍ତ ବି ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଭିଡ଼ିଓଟାକୁ ଗୋଟେ ଲେଖା ଲାଇକ୍ କରି ରଖନ୍ତୁ। ଓକେ, ତ ଚାଲନ୍ତୁ ଯିବା ଆମେ କୋଶ୍ଚିନ୍ ଡିସ୍କସନ୍ କରିବା। ତ ଫାର୍ଷ୍ଟ ଜିକେକୁ ଯିବା। ତ ଜିକେରେ ପଡ଼ିଥିଲା କ୍ଲାସିକାଲ୍ ଡ୍ୟାନ୍ସ। ଦେଖନ୍ତୁ ଏଇଟା ଆସାମ କ୍ଲାସିକାଲ୍ ଡ୍ୟାନ୍ସ ପଡ଼ିଥିଲା ଆପଣମାନଙ୍କର। ଓକେ, ଆସାମର କ୍ଲାସିକାଲ୍ ଡ୍ୟାନ୍ସ ପଡ଼ିଥିଲା। ତ ଦେଖନ୍ତୁ ଆପଣମାନଙ୍କର ଜିକେଟା ଗୋଟେ ଟାଇପ୍ର ଭଲ କୋଶ୍ଚିନ୍ ଥିଲା କାଲିର ଫାର୍ଷ୍ଟ ସିଫ୍ଟରେ। ବାକି ଆଉ କ'ଣ ସବଜେକ୍ଟ ସବୁ କ'ଣ ଅଛି ମୁଁ ଆପଣମାନଙ୍କୁ ଆଗକୁ ଜଣାଇବି। ତ ଆର୍ଟିକିଲରୁ ଦୁଇଟି କୋଶ୍ଚିନ୍ ଆସିଥିଲା। ଗୋଟେ ଆର୍ଟିକିଲ 142ରୁ ଗୋଟେ କୋଶ୍ଚିନ୍ ଆସିଥିଲା, ଆଉ ଗୋଟେ କେଉଁ ଆର୍ଟିକିଲ ଆସିଥିଲା ଆପଣମାନେ କମେଣ୍ଟ କରନ୍ତୁ ଯେଉଁମାନେ କାଲି ଏକ୍ଜାମ୍ ଦେଇଥିଲେ। ତାପରେ ଫକୀର ମୋହନ ସେନାପତିଙ୍କର ମୁଭମେଣ୍ଟ ଉପରେ ଆପଣମାନଙ୍କର ଗୋଟେ କୋଶ୍ଚିନ୍ ଆସିଥିଲା, କେଉଁଟାରେ ସେ ଲିଡ୍ ନେଇଥିଲେ। ଓକେ, ତାପରେ ଆସିଥିଲା କୋଶ୍ଚିନ୍ ଆପଣମାନଙ୍କର ଦିଲ୍ଲୀର ଚିଫ୍ ମିନିଷ୍ଟର ଅରବିନ୍ଦ କେଜରିୱାଲଙ୍କ ପରେ ଦିଲ୍ଲୀର ଚିଫ୍ ମିନିଷ୍ଟର କିଏ ଥିଲେ। ଓକେ, ଯିଏକି ରେଖା ଗୁପ୍ତା ଆମର ବିଜେପିର। ଓକେ, ଏଇଟା ବି ଆସିଥିଲା। ତାପରେ ଖେଳ ଇଣ୍ଡିଆରୁ ଆପଣମାନଙ୍କୁ ଆସିଥିଲା। ଖେଳ ଇଣ୍ଡିଆ କେଉଁ ବିଚ୍ଟି ଆପଣମାନଙ୍କର ରହୁଥିଲା, ଆପଣମାନଙ୍କର ଯେଉଁଟାକି ଘୋଗଲା ବିଚ୍ ଆପଣମାନଙ୍କର ଡୁଇ, ଯେଉଁଟାକି ଆଣ୍ଡାମାନରେ ବୋଧେ। ଓକେ, କରେଣ୍ଟ ଆଫେୟାର ତ ଆପଣମାନଙ୍କର 4-5ଟି କୋଶ୍ଚିନ୍ ଆସୁଛି। ଆଉ ଆମର ଓଡ଼ିଶା କୋଶ୍ଚିନ୍, ଓଡ଼ିଶା ଜିକେ, ଓଡ଼ିଶା କରେଣ୍ଟ ଆଫେୟାରରୁ ବହୁତ ସାରା କୋଶ୍ଚିନ୍ ଆସୁଛି। ଆପଣମାନଙ୍କର ଯାହାର ବି ଆଗକୁ ଏକ୍ଜାମ୍ ଅଛି, ଆପଣମାନେ ଓଡ଼ିଶାର କରେଣ୍ଟ ଆଫେୟାର ଲାଷ୍ଟ 6 to 8 ମନ୍ଥଟା ଆପଣମାନେ ନିହାତି ଭାବରେ ଦେଖନ୍ତୁ। ଆଉ ବହୁତ କୋଶ୍ଚିନ୍ ଆପଣମାନଙ୍କୁ ଆସୁଛି। ଓକେ, ତ କୋଶ୍ଚିନ୍ ଲେଭେଲ୍ ଦେଖିବାକୁ ଗଲା ସବୁ ବହୁତ ଇଜି ଥିଲା ଆପଣମାନଙ୍କର। ଅଳ୍ପ କିଛିଟା ଆପଣଙ୍କର ଜିକେର ମୋଡରେଟ୍ ଥିଲା। ତ ଜିକେଟା ଆପଣମାନଙ୍କର ଗୋଟେ ଟାଇପ୍ର ଭଲ ଥିଲା ଆପଣମାନଙ୍କର କାଲିର ଫାର୍ଷ୍ଟ ସିଫ୍ଟରେ। ଓକେ, ଯିବା କମ୍ପ୍ୟୁଟର ଉପରକୁ। ତ କମ୍ପ୍ୟୁଟର କଥା ତ ନ କହିଲେ ଭଲ। ତ ଗୋଟେ ଦୁଇଟା କୋଶ୍ଚିନ୍ ଆପଣମାନଙ୍କର ଇଜି ଥିଲା, ଆଉ ବାକି ମୋଡରେଟ୍ ଟୁ ଟପ୍ ଲେଭେଲ୍ ପର୍ଯ୍ୟନ୍ତ ବି କୋଶ୍ଚିନ୍ ଆପଣମାନଙ୍କର ଥିଲା। ତ ସିପିୟୁର ଫୁଲ୍ ଫର୍ମ ପଚାରିଥିଲା। ଓକେ, ତ ଏଇଟା ଗୋଟେ ଇଜି କୋଶ୍ଚିନ୍ ଥିଲା। ଆଉ ଗୋଟେ ସମଥିଙ୍ଗ ଇଜି କୋଶ୍ଚିନ୍ ଥିଲା, ମୁଁ ଲେଖିନି। ଆଉ ଆପଣମାନେ ଏ କୋଶ୍ଚିନ୍ଟାକୁ ଦେଖିକି ଭାବୁଥିବେ ଏତେ ଇଜି ପଡ଼ିଛି, କଣ୍ଟ୍ରୋଲର AVX। ତ ଦେଖନ୍ତୁ ଏଇଟା ଆପଣମାନଙ୍କର ଭୁଲ ଭାବନା। ଏଇଟା ଆପଣମାନଙ୍କର 3ରୁ 4ଟି ଦେଇଥିଲା କହିବା ଅନୁସାରେ ଆପଣମାନଙ୍କର ଯେଉଁ ମାନେ ମ୍ୟାଚ୍ କରିବା ପାଇଁ। ଓକେ, ଏଇ ଟାଇପ୍ର ଯେଉଁ ଆପଣମାନଙ୍କର ମ୍ୟାଚ୍ କରିବେ 1 2 3 4 ଦେଇଥିବ, ଏପଟେ ABC ଦେଇଥିବ। ତ ଏଇ ଯେଉଁ କଣ୍ଟ୍ରୋଲ A ଆପଣମାନଙ୍କର ସିଲେକ୍ଟ ଅଲ୍ ଯେଉଁ ଏମିତି କୋଶ୍ଚିନ୍ ଆସିଥିବ ସେମିତି ନୁହଁ। ଆପଣମାନଙ୍କ କଣ୍ଟ୍ରୋଲ Lର ସେ ପ୍ରାକ୍ଟିକାଲ୍ କୋଶ୍ଚିନ୍ ଦେଇଛି, ଆପଣମାନଙ୍କୁ ବୁଝିକିରି କରିବା ପାଇଁ ପଡ଼ିବ। ଆଉ ସେ ଏମିତି କୋଶ୍ଚିନ୍ ଦେଇଛି, ଦେଖନ୍ତୁ ଗୋଟେ କୋଶ୍ଚିନ୍କୁ ଆପଣମାନଙ୍କର ଯେଉଁ ମ୍ୟାଚ୍ କରିବା ପାଇଁ ଯେଉଁ 4ଟି କୋଶ୍ଚିନ୍ର ଟାଇମ୍ ସାଙ୍ଗରେ ସମାନ, ବୁଝିପାରୁଛନ୍ତି। ତ ଟାଇମ୍ ମ୍ୟାନେଜମେଣ୍ଟ ଆପଣମାନଙ୍କ ପାଇଁ ଫାଷ୍ଟ। ତ ଏଇ ଟାଇପ୍ର କୋଶ୍ଚିନ୍ ଆସିଥିଲା। ଆଉ ବହୁତ ଆପଣମାନଙ୍କ ପ୍ରାକ୍ଟିକାଲ୍ କୋଶ୍ଚିନ୍ ଆସିଥିଲା। ମ୍ୟାକ୍ସିମମ୍ କୋଶ୍ଚିନ୍ ଆସିଥିଲା ଆପଣମାନଙ୍କର MS ୱାର୍ଡ଼ ହଉ, ପାୱାର ପଏଣ୍ଟ। ତ MS ୱାର୍ଡ଼ ପାୱାର ପଏଣ୍ଟରୁ ଆପଣମାନଙ୍କର ପ୍ରାକ୍ଟିକାଲ୍ ଭଲସେ କରନ୍ତୁ। ଆଉ ବହୁତ ଟପ୍ ଲେଭେଲ୍ ଦେଖନ୍ତୁ ଆପଣମାନଙ୍କର CGL ଏକ୍ଜାମ୍ ଏବେ 19 ତାରିଖରେ ଯେଉଁ ସରିଛି, ତାର ଜିକେ କମ୍ପ୍ୟୁଟର ଆପଣମାନେ ଦେଖନ୍ତୁ। ତା କମ୍ପ୍ୟୁଟର ତୁଳନାରେ ଇଏ ଯେଉଁ କମ୍ପ୍ୟୁଟର କୋଶ୍ଚିନ୍ ବହୁତ ଫରକରେ ଆପଣମାନଙ୍କର ପକାଉଛି, ବହୁତ ହାଇ ଲେଭେଲରେ ଆପଣମାନଙ୍କର ଆସୁଛି। ତ ସେଇ ଅନୁସାରେ କମ୍ପ୍ୟୁଟରଟା ଆପଣମାନେ ଭଲସେ ପ୍ରିପାରେସନ୍ କରନ୍ତୁ। ଆଉ ଏଇଟା ସବୁ ଯାକ କମ୍ପ୍ୟୁଟର କହିବାକୁ ଗଲେ ମଡରେଟ୍ ଲେଭେଲରୁ ଆପଣମାନଙ୍କର କୋଶ୍ଚିନ୍ ରହିବ। ଓକେ, ତାପରେ ଯିବା ମ୍ୟାଥମେଟିକ୍ସ। ତ ଦେଖନ୍ତୁ ମ୍ୟାଥମେଟିକ୍ସ ଗୋଟେ ଟାଇପ୍ର କୋଶ୍ଚିନ୍ ଠିକ୍ ରହୁଛି, ବଟ୍ ଯଦି ଜଣେ 20ଟି ଯାକେ କୋଶ୍ଚିନ୍ କରିବା ପାଇଁ ଚେଷ୍ଟା କରିବ ତ ସେ ଫସିଯିବ। କାହିଁକିନା ଟାଇମ୍ ମ୍ୟାନେଜମେଣ୍ଟ ଆପଣମାନଙ୍କର ପାଇବନି। ଯେଉଁ 90 ମିନିଟ୍ ଟାଇମ୍ ରହୁଛି, ତ ଏଇ 20ଟି କୋଶ୍ଚିନ୍କି ନିହାତି ଭାବରେ ତାକୁ 40ରୁ 45 ମିନିଟ୍ ଆପଣମାନଙ୍କର ଲାଗିଯିବ, କି 50 ମିନିଟ୍ ବି ଲାଗିଯାଇପାରେ। ଓକେ, ତ ସେଇ ଅନୁସାରେ ବହୁତ କାଲକୁଲେଟିଭ୍ କୋଶ୍ଚିନ୍ ପକାଉଛି। ତ ଇଏ ଏମିତି ଗୋଟେ କୋଶ୍ଚିନ୍ ଦେଖିଥିଲା x + y + z ହେଲା 12, ଆଉ ଦେଇଥିଲା x² + y² + z² = 25। ତାହା ମାନେ x y z। ଏଇଟା ତ ସହଜଟା ଆପଣମାନଙ୍କର ଫର୍ମୁଲା x + y + z ହୋଲ୍ ସ୍କୋୟାର ଫର୍ମୁଲା ପକାଇଦେଲେ ଆପଣମାନେ ପାଇପାରିବେ। ଆଉ ସେଇ ଟାଇପ୍ର ଗୋଟେ କୋଶ୍ଚିନ୍ ପକାଇଥିଲା 1/√2 + √3 - √5।
इंटू 1 बाई इंटू नहीं सॉरी प्लस 1 बाई से √2 माइनस √3 माइनस √5 तो एमती थिला √2 रो मूल्य देइथिला 0.00 समथिंग तो यार वैल्यू केते आपण मानको पचाइथिला आपण मानको एटा कैलकुलेट करिया पय पड़िबो ओके तो ए टाइप रो थिला आउ बाकी क्वेश्चन थिला देखंतु गोटे प्रिंसिपल समान इंटरेस्ट समान 2 वर्ष रे जदी सिंपल इंटरेस्ट 68 टंका होउची कंपाउंड इंटरेस्ट 70 टंका होउची ताले प्रिंसिपल टा केते आपण माने आको प्रैक्टिस करथिले आपण माने जानि परिबे नल नै खाता पेन रे गारोथिबे बुझी पारले एवरेज रो क्वेश्चन आसीची सहज क्वेश्चन एवरेज रो आसीथिला आपण माने दुईटी क्वेश्चन आसीची मेंसुरेशन रो आपण माने सिलिंडर रो आपण मानकर क्वेश्चन आसीची ओके त्रिकोणमिति रो टे टॉप लेवल रो क्वेश्चन आसी गोटे क्वेश्चन आसीची आपण मानकर टे टॉप लेवल तार फार्मूला पकई आपण माने करि परिबे टे टाइम टेबल लागिवो तापर मीन माइन मोड रो आपण मानकर क्वेश्चन आसीथिला गोटे जोटा कि आपण मानकर मीन देइथिबो मोड देइथिबो तार माइनटा केते तो ये टाइप रो क्वेश्चन कोन गोटे आसीची ओके पाइप एंड क्रिस्टन रो दुईटा क्वेश्चन आसीची आउ प्रॉफिट एंड लॉस रो आपण मानकर दुईटी क्वेश्चन आसी तो ये टाइप रो क्वेश्चन आसीची देखंतु क्वेश्चन सहज अछि किंतु बहुत कैलकुलेटिव रहउची ओके जोटा कि आपण मानको टाइम टा को बहुत वेस्ट कर दो जो माने एग्जाम देइछंती आपण माने कमेंट नियति भाबरे करंतु आपण माने मैथ रे केते क्वेश्चन आंसर देइछंती ओके तो किंतु टिके कैलकुलेटिव देइछि पॉइंट रे देइछि जोटा कि पूर्वर जो आपण मानकर आरआई एआरआई प्रीलिम एग्जाम हेतिला सेही लेवल रे क्वेश्चन आपण मानकर आसुची बुझी पारले तो पॉइंट रे बहुत आपण मानकर क्वेश्चन आसुची तो मैथमेटिक्स टिके एडवांस लेवल रे आपण माने एथरो प्रैक्टिस करंतु बुझी पारले तो ये देखिया गले मैथ गोटे टाइप रो अल्प किछटा इजी आ बाकी मॉडरेट कहले चले ओके जिबा ओडिया उपरकू ओडिया तो भाई 15टा इजी पिलां कहया था समस्त 15 रु 15 ही रखी आस्थिबे पैसेज 5टी क्वेश्चन आपण मानकर देइछि तो पैसेज देइछि आपण मानकर पैसेज देइथिबो तार मुख्य टाइटल आपण मानको बाछिया पे पड़ो एई टाइप रो तो काष्ठर तद्भव शब्द पचारथिला जोडा काठ तापर मौसुमी प्रथम वर्षा रे पिला माने डैश नाचिले खुशी रे नाचिले कि कोन एंटा ऑप्शन देइथिबो ओके चंद्रर प्रतिशब्द पचारथिला विपरीत शब्द पचारथिला ओके ट्रांसलेशन रो तीनटा क्वेश्चन आसीथिला आपण मानकर तो ट्रांसलेशन टा इजी रहउची माने ओडिया कहया गले पूरा इजी क्वेश्चन ओके तापर आसीथिला रूढी रु आसीथिला घोड़ा 6 टंका को दाना 9 टंका ओके ये रूढी रो अर्थ भी आपण मानको पचारथिला तो ए सबु आपण मानकर 15टी क्वेश्चन आपण मानकर ओडिया रो आसीथिला तो ओडिया टा नॉर्मल रहउची आपण माने करि परिबे तापर जिबा इंग्लिश उपरकू तो इंग्लिश तो से क्वेश्चन आसुची आपण मानकर जेमिति कि आपण मानकर पैसेज 5टा आसुची आपण मानकर सिनोनिम एंटोनिम इडोम आसुची ओके आउ आपण मानकर एक्टिव वॉइस पैसिव वॉइस आसुची डायरेक्ट स्पीच इनडायरेक्ट स्पीच आसुची वन वर्ड सब्स्टिट्यूशन भी आसीथिला आपण मानकर ओके तो ए टाइप रो आपण मानकर इंग्लिश आसुची इंग्लिश गोटे टाइप रो भलो भी रहउची तो आपण माने जदि टाइम मैनेजमेंट करि परिबे ताले भलो स्कोर करि परिबे नल नै हड़बड़ होई कि आपण माने बहुत नेगेटिव मार्क कर देबे तो काली रो ये शिफ्ट रे सेफ स्कोर आपण मानकर जो माने भी 60 प्लस रखुछंती तो निश्चित भाव सेफ स्कोर आपण मानकर काली रो शिफ्ट फास्ट शिफ्ट रे बुझी पारले तो समस्ते भलसे ए अनुसार एडवांस लेवल रे प्रिपरेशन करंतु आउ देखिए भल हम कहीं देखु क्वेश्चन सेम लेवल आसुची किंतु तरीकाटा अलग रोचे आपण मैंने किंतु प्रैक्टिस कले निश्चित भाव में आपण मैंने पारे तो आशा करुच्ची हेल्पफुल मिली भिडियोटी निहाती भाव भिडियोटा को लाइक करूँ और चैनल को सब्सक्राइब कर रखुँ ओके।